ଅଧିକାର କଲା କନ୍ଧମାଳ ଟିମ୍। ବିହାର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃରାଜ୍ୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର 7 ଜଣ ଯୁବକ ଯୁବତୀ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏମାନଙ୍କ ମଧ୍ୟରେ ଖଜୁରୀପଡ଼ା ବ୍ଲକ ଅଞ୍ଚଳର ଗୋଲକ ପ୍ରଧାନ, ଶକ୍ତିଧର ଦେହୁରୀ, ଶୁଭଶ୍ରୀ ଜାନି ଓ ଚନ୍ଦନ ମଲ୍ଲିକ ହୋଇଥିବା ବେଳେ ଚକାପାଦ ବ୍ଲକ ଲାଇନପଡ଼ା ଅଞ୍ଚଳର ସୁକନ୍ୟା କହନର ଏବଂ ପିରିଙ୍ଗିଆ ଅଞ୍ଚଳର ଲିଜା କହନର ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଓଡ଼ିଶାର କନ୍ଧମାଳ ସହିତ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର ମୋ ଭାରତ କେନ୍ଦ୍ର ତରଫରୁ ସମସ୍ତ 35 ଯୁବକ ଯୁବତୀ ସହିତ 2 ଜଣ ଏସକଟ ମଧ୍ୟ ଯାଇଥିବାର ସୂଚନା ରହିଛି। ମୁଖ୍ୟ ଅତିଥି ବିହାର ରାଜ୍ୟ ମୋ ଭାରତ କେନ୍ଦ୍ର ମୁଖ୍ୟ ଶ୍ରୀ ସୂର୍ଯ୍ୟକାନ୍ତ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଏପିଏସ୍ ଶ୍ରୀ କେଦାରନାଥ ଏଆଇ ମେମ୍ବର ଶ୍ରୀ ଆଦର୍ଶ କୁମାର ତିୱାରୀ, ଆୟୁଷ୍ମାନ ଭାରତ ପିଏମ୍ ଯୋଜନା ଡକ୍ଟର ଅଶୋକ ପ୍ରସାଦ କେଶରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଗସ୍ତ ଟିମ୍ କନ୍ଧମାଳ ଅଭିମୁଖେ ବାହାରିଥିବା ନେଇ ଖବର ମିଳିଛି। କନ୍ଧମାଳରୁ ବିରୁପାକ୍ଷ ନାୟକ